ଆଜି ଆଲୋଚନା କରିବା ମାଙ୍କୁ ପ୍ରଶ୍ନ କରାହେଇଛି, ଯଦି ଜଣେ ବ୍ୟକ୍ତି ତାର ଶାରୀରିକ ସ୍ଥିତିରେ ଏକ ପରିବର୍ତ୍ତନ ଆଣିବାକୁ ଇଚ୍ଛା କରୁଛି, କୌଣସି ଏକ ଆରୋଗ୍ୟ ହାସଲ କରିବାକୁ ଚାହୁଁଛି ଅଥବା ଶରୀର ମଧ୍ୟରେ ରହିଥିବା କୌଣସି ଅପୂର୍ଣ୍ଣତାରେ ଏକ ସଂଶୋଧନ ଆଣିବାକୁ ଚାହୁଁଛି, ତେବେ ସେଥିଲାଗି ତାକୁ ପ୍ରକୃତରେ କଣ ସବୁ କରିବାକୁ ହେବ? ତାହାକୁ ଯେଉଁ ଲକ୍ଷ୍ୟଟିର ଉପଲବ୍ଧି କରିବାକୁ ହେବ, ସିଏ କଣ ତାହାରି ଚତୁର୍ଦିଗରେ ହିଁ ଆପଣାକୁ ଅବିନିବିଷ୍ଟ କରି ରଖିବ ଓ ତାପରେ ଆପଣାର ଇଚ୍ଛା ଶକ୍ତିକୁ କାର୍ଯ୍ୟରେ ଲଗାଇବ? ନା ସେ କେବଳ ଏହିପରି ଏକ ବିଶ୍ୱାସରେ ବାସ କରୁଥିବ ଯେ ସିଏ ଏହି ଲକ୍ଷ୍ୟଟିକୁ ନିଶ୍ଚୟ ହାସଲ କରିବ ବା ପରମ ଦିବ୍ୟ ଶକ୍ତି ଉଚିତ ସମୟରେ ତଥା ଯଥୋଚିତ ମାର୍ଗରେ ଇପ୍ସିତ ଫଳଟିକୁ ଅବଶ୍ୟ ସମ୍ଭବ କରି ଆଣିବେ? ସିଏ କେବଳ ସେହିପରି ଏକ ବିଶ୍ୱାସ ଧରି ଅପେକ୍ଷା କରି ରହିବ? ତାଙ୍କର ପ୍ରଶ୍ନଟି କହୁଛନ୍ତି ସେ ଯେ ଜଣେ ତାର ଶରୀରର ସ୍ଥିତିରେ କିଛି ପରିବର୍ତ୍ତନ ଚାହୁଁଛି, ଆରୋଗ୍ୟ ହାସଲ ହଉ କିମ୍ବା କୌଣସି ଅପୂର୍ଣ୍ଣତା ରହିଛି ସେଥିରେ ସଂଶୋଧନ ହଉ, ତାହେଲେ ସେ କଣ କରିବ? ତାକୁ କଣ କରିବାକୁ ହେବ? ସେ ଯୋଉ ଲକ୍ଷ୍ୟଟି ରହିଛି ତାରି ଚତୁର୍ଦିଗରେ କନସେନ୍ଟ୍ରେଟ କରି ଅବିନିବିଷ୍ଟ ହେଇ ସେ କାର୍ଯ୍ୟରେ ତାର ଇଚ୍ଛା ଶକ୍ତିକୁ କାମରେ ଲଗେଇବା, ତାମାନେ ପ୍ରସ୍ତୁତି ପଥରେ ନିଜେ ରହିବ, ନା ଖାଲି ବିଶ୍ୱାସ କରିକି ରହିଯିବ ଯେ ଦିବ୍ୟ ଶକ୍ତି ଉଚିତ ସମୟରେ ଯଥୋଚିତ ମାର୍ଗରେ ସେ ତାଙ୍କର ମତେ କରେଇବେ, ଆଉ ସେଇ ବିଶ୍ୱାସ ଧରିକି ସେ ରହିବ କେବଳ? ମା କହୁଛନ୍ତି ଉତ୍ତରରେ, ସେଇ ଗୋଟିଏ କାର୍ଯ୍ୟର ସାଧନ କରିବା ଲାଗି ଏଗୁଡିକ ହେଉଛି ଭିନ୍ନ ଭିନ୍ନ ବାଟ ଏବଂ ଭିନ୍ନ ଭିନ୍ନ ପରିସ୍ଥିତିରେ ଏଇ ସବୁ ଯାକ ବାଟ ହିଁ ଫଳପ୍ରଦ ଭାବରେ ବ୍ୟବହୃତ ହୋଇପାରିବ। କେଉଁ ବାଟ ବା ପଦ୍ଧତିଟି ଗ୍ରହଣ କଲେ ତୁମେ ସବୁଠାରୁ ଅଧିକ ସଫଳତା ଅର୍ଜନ କରିପାରିବ, ତାହା ତୁମେ ଆପଣା ମଧ୍ୟରେ ବିକଶିତ କରାଇ ଆଣିଥିବା ଚେତନା ଉପରେ ହିଁ ନିର୍ଭର କରିବ। ଯେଉଁ ସବୁ ଶକ୍ତିକୁ ଆଣି ତୁମେ କାର୍ଯ୍ୟରେ ଲଗାଇ ପାରିବ, ସେହି ଶକ୍ତି ଗୁଡ଼ିକର ସ୍ୱଭାବ ଉପରେ ମଧ୍ୟ ତାହା ନିର୍ଭର କରିବ। ଆମେ ଅଳ୍ପ ଅଳ୍ପ କରି ଯିବା। ସିଏ ପ୍ରଥମେ କହିଲେ କଣ? ପ୍ରଶ୍ନଟା ଥିଲା ଯେ ମୁଁ ଶାରୀରିକ ସ୍ଥିତିରେ ପରିବର୍ତ୍ତନ ଚାହୁଁଛି, ଆରୋଗ୍ୟ ହାସଲ ଚାହୁଁଛି କିମ୍ବା ଅପୂର୍ଣ୍ଣତାରେ କିଛି ସଂଶୋଧନ ଚାହୁଁଛି, ତାହେଲେ କଣ କରିବି? ନା ଲକ୍ଷ୍ୟଟିକୁ ବା ଲକ୍ଷ୍ୟ ଚାରିପଟେ ଚତୁର୍ଦିଗରେ ଅବିନିବିଷ୍ଟ କରି ରଖିବ। ଆଉ କହିଲେ ତା ସହିତ ତାପରେ ଇଚ୍ଛା ଶକ୍ତିକୁ କାର୍ଯ୍ୟରେ ଲଗେଇବ। ତାପରେ କହିଲେ ବିଶ୍ୱାସରେ ବାସ କରି ରହିବ। ତାପରେ କହୁଛନ୍ତି ପରମ ଦିବ୍ୟ ଶକ୍ତି ଉଚିତ ସମୟରେ ଯଥୋଚିତ ମାର୍ଗରେ ଇପ୍ସିତ ଫଳ ଅବଶ୍ୟ ଦେବେ, ଏଇ ବିଶ୍ୱାସ ଧରି ସେ ଅପେକ୍ଷା କରି ରହିବ। ମା କହିଲେ ଯେ ଏଇ ଯୋଉ ଯେତେ ଗୁଡେ କାର୍ଯ୍ୟ କଲେ ଇଏ ହଉଛି ଆକ୍ଚୁଆଲି ଗୋଟେ ଗୋଟେ ଷ୍ଟେପ। ସେଇ ଷ୍ଟେପଟା ମା କହିଲେ ସେଇଟା ଭିନ୍ନ ଭିନ୍ନ ସମୟରେ ଚେତନାର ଯୋଉ ସ୍ତରରେ ଯିଏ ଥିବ ସେଇ ଅନୁସାରେ ତା ପାଖରେ କାର୍ଯ୍ୟରେ ଲାଗିବ ସେଇ କାମଟି। ଜଣେ ଚେତନାର ଯୋଉ ସ୍ତରରେ ରହିଛି ସିଏ ସେଇ ଅନୁସାରେ କରିବ ଏବଂ ଯୋଉ ଶକ୍ତି ଆସିବ ତା ପାଖରେ ପହଞ୍ଚିବ, କୋଉ ଭଳିଆ ଶକ୍ତି ଆସୁଛି ସେଇ ଅନୁସାରେ ମଧ୍ୟ ନିର୍ଭର କରିବ ଫଳ। ତୁମେ ଯେ ସମ୍ପୂର୍ଣ୍ଣ ଭାବରେ ଆରୋଗ୍ୟ ଲାଭ କରିବ ବା ପରିବର୍ତ୍ତିତ ହୋଇଯାଇପାରିବ, ତୁମେ ସେହିପରି ଏକ ଚେତନାରେ ଅବସ୍ଥିତ ରହିପାରିବ। ତାମାନେ ଚେତନାର ଏକ ସ୍ତରରେ ବା ବିଶ୍ୱାସର ଏକ ଗୂଢତମ ବା ଉଚ୍ଚତମ ସ୍ତରରେ ଆମ ଭିତରେ ଆମେ ସେଇ ଚେତନାର ସ୍ତରକୁ ନେଇ ପହଞ୍ଚାଇ ପାରିବା, ଯୋଉଠିକି ସମ୍ପୂର୍ଣ୍ଣ ଆରୋଗ୍ୟ ହବାର ବିଶ୍ୱାସ ଏବଂ ଆରୋଗ୍ୟ ହବାର ସୂତ୍ର ରହିଛି। ସେଥିପାଇଁ ମା କହୁଛନ୍ତି ତମେ କଣ କହିଲେ ନା ଆପଣାର ଅନ୍ତର୍ଗତ ଗଠନର ଶକ୍ତିଟିକୁ ପ୍ରୟୋଗ କରି ତୁମେ ତାପରେ କ୍ରମଶଃ ଇପ୍ସିତ ବାହ୍ୟ ପରିବର୍ତ୍ତନଟିକୁ ସମ୍ଭବ ବି କରିପାରିବ। ଯଦି ଚେତନାର ସେଇ ସ୍ତରରେ ଯାଇ ପହଞ୍ଚିବ ଯୋଉ ସ୍ତରରେ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭର ସୂତ୍ର ରହିଛି ବା ସମ୍ପୂର୍ଣ୍ଣ ଭାବରେ ପରିବର୍ତ୍ତିତ ହବାର ସୂତ୍ର ରହିଛି, ସେଠି ପହଞ୍ଚିଲେ ଆମର ଯୋଉ ଅନ୍ତର୍ଗଠନର ଯୋଉ ଶକ୍ତି ଆମେ ପ୍ରୟାସ କରିଥିବା ସେଇଠି ଆମେ ଯାଇକିରି ପହଞ୍ଚି ପାରିବା। ପହଞ୍ଚିଲେ କଣ ହବ? ସେ ଶକ୍ତିକୁ ବ୍ୟବହାର କରି ଆମେ ଆମର ବାହ୍ୟ ପରିବର୍ତ୍ତନକୁ ସମ୍ଭବ କରାଇ ପାରିବା। ମା ଲେଖୁଛନ୍ତି, ମା କହୁଛନ୍ତି ଅଥବା ଯେଉଁ ଶକ୍ତିଟି ଏହି ସବୁ ଆରୋଗ୍ୟ ଏବଂ ପରିବର୍ତ୍ତନକୁ ପ୍ରକୃତରେ ସମ୍ଭବ କରିପାରିବ,
ଯଦି ତୁମେ ସେଇ ଶକ୍ତିଟି ବିଷୟରେ ଅବଗତ ଥିବ ଏବଂ ଆପଣାର ଚକ୍ଷୁ ସମ୍ମୁଖରେ ତାହାକୁ ପ୍ରତ୍ୟକ୍ଷ କରିପାରୁଥିବ, ତାହାକୁ କାର୍ଯ୍ୟକାରୀ କରିପାରିବାର କୌଶଳ ଯଦି ତୁମ ପାଖରେ ରହିଥିବ, ତେବେ ତୁମେ ସେଇ ଶକ୍ତିଟିକୁ ନିଶ୍ଚୟ ଆବାହନ କରି ଅବତରଣ କରାଇ ନେଇ ଆସିପାରିବ ଏବଂ ଯେଉଁ ସବୁ ଅଂଶରେ ତାହାର କାର୍ଯ୍ୟକାରିତାର ଆବଶ୍ୟକତା ରହିଛି, ତୁମ ସତ୍ତାର ସେଇ ସବୁ ଅଂଶରେ ତାହାକୁ ସକ୍ରିୟ କରାଇ ଦେଇ ପାରିବ। କଣ କହିଲେ? ପ୍ରଥମେ କହିଲେ ଯେ ଚେତନା ଉପରେ ନିର୍ଭର କରେ, ତାପରେ କହିଲେ ଯୋଉ ସ୍ତରରେ ତାହା ରହିଛି ସେଇ ସ୍ତରକୁ ଆମେ ଯଦି ଉନ୍ନୀତ ହେଇଯାଇପାରିବା, ତାହେଲେ ଆମେ ଉନ୍ନୀତ ହବା ମାନେ କଣ? ଆମେ ପ୍ରୟାସ କରିକିରି ଆମର ଅନ୍ତର୍ଗଠନ ଶକ୍ତିକୁ ବ୍ୟବହାର କରି ତାହା ପାଇଁ ଆମେ ପ୍ରତ୍ୟାଖ୍ୟାନ, ସମର୍ପଣ, ଆସ୍ପିରେସନ, ନାମଜପ, ଯାହା ଯାହା ଆମେ ପ୍ରଚେଷ୍ଟା କରି ଯଦି ଅନ୍ତର୍ଗଠନ ଶକ୍ତିକୁ ବିକଶିତ କରାଇ ପାରିବା, ଉନ୍ନୀତ କରାଇ ପାରିବା, ଚେତନାର ସେଇ ସ୍ତରରେ ଯାଇ ପହଞ୍ଚି ପାରିବା, ତାହେଲେ ଆମ ଭିତରେ ଅନ୍ତର୍ଗଠନ ଶକ୍ତିର ସାମର୍ଥ୍ୟ ବଳରେ ଆମେ ଇପ୍ସିତ ଫଳ ବା ଇପ୍ସିତ କାର୍ଯ୍ୟର ଯୋଉ ପରିବର୍ତ୍ତନ ଆମେ ଚାହୁଁଛନ୍ତି କରିପାରିବା। କୋଉଟା? ଏଟା ଶାରୀରିକ ସ୍ତରର କଥା ବି କହୁଛନ୍ତି। ତୃତୀୟ ଅବିକା ଯୋଉଟା କହୁଛନ୍ତି, ଅବିକା କହିଲେ କଣ? ଯଦି ତୁମେ ଜାଣିଛ ଯେ କୋଉ ଶକ୍ତି ଏ କାମ କରେ, ତେବେ ତମେ ତାକୁ ଆବାହନ କରିପାରିବ ଏବଂ ତାକୁ କାର୍ଯ୍ୟକାରୀ କରିପାରିବାର କୌଶଳ ବି ତମକୁ ଜଣାଅଛି। ସେଠି ଉର୍ଦ୍ଧ୍ୱ ସ୍ତରକୁ ଆପଣ ପ୍ରୟାସ କରିକି ଗଲେ, ଏଠି ଆବାହନ କରି ସେଇ ଶକ୍ତିକୁ ନିଜ ମଧ୍ୟକୁ ଉତ୍ତାରି ଆଣିବ। ଉତ୍ତାରି ଆଣିଲେ ଯଦି ତୁମେ ଜାଣିଥିବ ତାକୁ କିପରି କାର୍ଯ୍ୟକାରୀ କରିହବ, ସେଇ କୌଶଳ ଜଣା ନଥିଲେ ଅସୁବିଧା ହୁଏ। ସେଥିପାଇଁ ବେଳେ ବେଳେ କଣ ହୁଏ, କୌଶଳ ଜଣା ନଥିଲେ ଉଚ୍ଚତର ଶକ୍ତି ଯେତେବେଳେ ଆମ ଭିତରେ ଅବତରଣ କରିଯାଏ, ସେତେବେଳେ ବ୍ୟକ୍ତି ଯୋଉ ଅସୁସ୍ଥତା ଯୋଗୁ ହଉ ବା ଯୋଉ ସଂଶୋଧନ ଚାହୁଁଛି, ତାକୁ କରାଇବା ବଦଳରେ ତା ଭିତରେ କୌଣସି ପ୍ରକାର ଏକ ବିକୃତି ତିଆରି ହେଇଯାଏ, ଯଦି ଉଚ୍ଚତର ଶକ୍ତିକୁ ସେ କାର୍ଯ୍ୟକାରୀ କରିବାର କୌଶଳ ଜଣା ନାହିଁ। ତାପରେ ସେଇଥିପାଇଁ କହୁଛନ୍ତି ତୁମ ସତ୍ତାର ସେଇ ସବୁ ଅଂଶରେ ତାକୁ ସକ୍ରିୟ କରାଇ ଦେଇ ପାରିବ ଏବଂ ସେଇ ଶକ୍ତି ତୁମ ମଧ୍ୟରେ ଆବଶ୍ୟକ ପରିବର୍ତ୍ତନଟିକୁ ଅବଶ୍ୟ ସମ୍ଭବ କରିଦେବ। ଅଥବା ପୁନଶ୍ଚ ଆପଣାର ଯାବତୀୟ ଅଡୁଆ ଓ ସମସ୍ୟାକୁ ନେଇ ତୁମେ ପରମ ଭଗବତ ସତ୍ତାଙ୍କ ସମ୍ମୁଖରେ ଉପସ୍ଥାପିତ କରାଇ ଦେଇ ପାରିବ। ଇଏ ଆଉ ଗୋଟେ ବାଟ କହିଲେ, ଏବଂ ତାଙ୍କରି ପାଖରେ ଆରୋଗ୍ୟର ଭିକ୍ଷା କରିପାରିବ। ସେଇ ଭଗବତ ପରମ ଶକ୍ତି ଉପରେ ସମ୍ପୂର୍ଣ୍ଣ ଆସ୍ଥାର ସହିତ ଆପଣାର ଭରସା ରଖିଥିବ। ଆମେ ବେଳେ ବେଳେ ଯୋଉ ଦେଖିଥିବେ ଆମର ପ୍ରାଣାୟାମ କଲା ବେଳେ ବା ଏକ୍ସରସାଇଜ କଲା ବେଳେ ଆମେ କଣ କରନ୍ତି, ଯେତେବେଳେ ରିଲାକ୍ସେସନ ଏକ୍ସରସାଇଜ କରନ୍ତି, ସେତେବେଳେ ପ୍ରାୟତଃ ଏଟା ସମସ୍ତ ଲୋକ କରନ୍ତି। ଅନ୍ୟ ସମୟରେ ବି ଏକ୍ସରସାଇଜ କଲା ବେଳେ, ପ୍ରାଣାୟାମ କଲା ବେଳେ ସେ ଶକ୍ତିକୁ ଆମେ ଯୋଉ ଯୋଉ ସ୍ଥାନରେ କରୁ, ସେଇ ସ୍ଥାନରେ ଆମେ ଯୋଉ ସଚେତନ ହଉ, ହାତର ଏକ୍ସରସାଇଜ ଆମେ କରୁଛୁ, ସେତେବେଳେ ସେଇଥିପାଇଁ କଣ କୁହନ୍ତି, ତମେ ଯୋଉ ଜାଗାଟା କରୁଛ ସେଇ ଜାଗାରେ ତମେ କଣ କର, କନସେନଟ୍ରେଟ କର। ତାମାନେ ଆମେ ଯୋଉ ଏକ୍ସରସାଇଜ କଲା ବେଳେ ସେ ଶକ୍ତିକୁ ଆହ୍ୱାନ କରିକିରି ସେଇ ସ୍ଥାନରେ ଆମେ ତାକୁ ପ୍ରୟୋଗ କରୁଛୁ ବା ସେଇ ସ୍ଥାନକୁ ଆବାହନ କରୁଛୁ। ଏବଂ ଯେତେବେଳେ ରିଲାକ୍ସେସନ ଯାଆନ୍ତି, ସେତେବେଳେ କହନ୍ତି, ଆମେ କଣ କହନ୍ତି, ପିସ୍ କମ କମ କହିଲେ ଆମେ ଆବାହନ କରୁଛୁ। ଆବାହନ କରିକି ଗୋଡର ଆଙ୍ଗୁଠି ପାଖରୁ ଆରମ୍ଭ କରିକି ମସ୍ତକ ପର୍ଯ୍ୟନ୍ତ ଆମେ ଯୋଉ ତାକୁ ସବୁ ସତ୍ତାର ବା ସବୁ ଆମ ଶରୀରର ସବୁ ଅଂଶର ତାକୁ ସ୍ପର୍ଶ କରାଇ ନେଇ ଯାଉଛୁ, ଏଇ ଭାବନାରେ କରୁଛୁ। କିନ୍ତୁ ଆମେ ଯେତେବେଳେ ଯଦି ଆବାହନ କରିବାର ସାମର୍ଥ୍ୟ ଆମର ଆସିଯିବ, ତେବେ ସେ ଶକ୍ତିକୁ ଆବାହନ କରି ଆଣିକି ଆମର ଯୋଉ ଜାଗାରେ ଧରାଯାଉ ଦରଜ ହେଇଛି କିମ୍ବା ପେନ୍ ମାନେ ଦରଜ ହଉଛି କିମ୍ବା କୌଣସି ପ୍ରକାର ଅନ୍ୟ ଏକ ରୋଗ ହେଇଛି, ତେବେ ସିଧାସଳଖ ସେ ଶକ୍ତିକୁ ଆବାହନ କରିକି ଆଣି ସେଇଠି ପହଞ୍ଚେଇ ପାରିବା। ଯୋଉ ଆମର ରିକି ମିଶନ ବା ରିକି ଚିକିତ୍ସା, ଯୋଉ ସ୍ପର୍ଶ ଚିକିତ୍ସା କରାଯାଏ, ସେତେବେଳେ ସେମାନେ କଣ କରନ୍ତି, କଣ ପ୍ରୋବ୍ଲେମ ହେଇଛି ନା ଏଇ ପ୍ରୋବ୍ଲେମ ହେଇଛି, କୋଉ ଜାଗାରେ ହେଇଛି ନା ଏଇ ଜାଗାରେ ହେଇଛି, ସେ କଣ କରନ୍ତି, ସେଇ ଶକ୍ତିକୁ ସେଇଠିକୁ ଆଣିକିରି ସ୍ପର୍ଶ କରିଦିଅନ୍ତି ବା ସେଇ ଶକ୍ତିକୁ ଆଣି ସେଇଠି ଛାଡି ଦିଅନ୍ତି। ତାଫଳରେ କଣ ହୁଏ, ସେଇ ଶକ୍ତିର କ୍ରିୟା ଫଳରେ ସେଇ ଅପୂର୍ଣ୍ଣତାଟା ବା ସେଇ ଭ୍ରମଟା ସଂଶୋଧନ ହୁଏ ବା ସେଇ ଅସୁସ୍ଥତାଟା ଦୂର ହେଇଯାଏ। କିନ୍ତୁ ଆଉ ଗୋଟେ ଉପାୟ ବି ରହିଛି, କଣ କହିଲେ ଆପଣ, ନା ଆମର ଯୋଉ ଯାବତୀୟ ଅଡୁଆ ଆଉ ସମସ୍ୟା ରହିଛି, ତାକୁ ନେଇକିରି ଆମେ
ପରମଙ୍କ ପାଖରେ ନେଇକି ଥୋଇଦବ। ମାଙ୍କ ପାଖରେ ନେଇକି ଥୋଇଦେଲ। ତାଙ୍କରି ପାଖରେ ଥୋଇ ଦେଇକିରି ଉପସ୍ଥାପିତ କରିଦେଇ, ଉପସ୍ଥାପିତ କରିଦେବା ମାନେ କହିଦବା ହବ, ଉପସ୍ଥାପିତ କରିଦେଇ ପାରି ତାଙ୍କ ପାଖରେ ଆରୋଗ୍ୟର ଭିକ୍ଷା କରିବ। ତାହେଲେ ଏଠି କଣ ହେଲା ନା ପରମ ନିଜେ ଇଣ୍ଟରଫିୟର କରିବା ପାଇଁ ତାଙ୍କର ପରମ ଶକ୍ତି ଉପରେ ଆମେ ଆସ୍ଥା ରଖି ତାଙ୍କ ପାଖରେ ନେଇକି ଆମେ ଆମର ସମସ୍ୟାକୁ ଥୋଇଦେଲେ ବା ଉପସ୍ଥାପିତ କରିଦେଲେ। ଇଏ ସବୁ ଉପାୟ ଗୁଡାକ ମା କହିଗଲେ। ତାପରେ ମା କହୁଛନ୍ତି ତୁମେ ଯାହା କିଛି କର ନା କାହିଁକି, ତମେ ଯୋଉ ଉପାୟ ଗ୍ରହଣ କର ନା କାହିଁକି, ଯଦି ତୁମେ ସେଇ କ୍ଷେତ୍ରରେ ଏକ ବୃହତ କୌଶଳ ଏବଂ ଶକ୍ତି ଅର୍ଜନ କରିପାରିବ, ତେବେ ମଧ୍ୟ ତୁମକୁ ନିଶ୍ଚୟ ଦିବ୍ୟ ପରମ ସତ୍ତାଙ୍କ ହାତରେ ଫଳର ସମ୍ପୂର୍ଣ୍ଣ ପ୍ରସଙ୍ଗଟିକୁ ଛାଡିଦେବାକୁ ପଡିବ। ତୁମେ ଯାହା କର, ପ୍ରୟାସ କର, ଶକ୍ତିକୁ ଆହ୍ୱାନ କର, ନିଜେ ଅନ୍ତର୍ଗଠନ ଶକ୍ତି ବଳରେ ସେଠିକି ପହଞ୍ଚ, ପରମଙ୍କ ପାଖରେ ନେଇକି ଥୋଇକିରି ଭିକ୍ଷା କର, ଯାହା ବି କରନ୍ତୁ ନା କାହିଁକି, ମା ଲେଖୁଛନ୍ତି, ସ୍ପଷ୍ଟ କରି ଜଣାଉଛନ୍ତି, ଫାଇନାଲ ରେଜଲ୍ଟ ଟା କଣ ହବ, ତମେ ତାକୁ ପରମଙ୍କ ଉପରେ ଛାଡିବାକୁ ପଡିବ। ସେଇ ସ୍ଥଳରେ ତୁମର ବ୍ୟକ୍ତିଗତ ଶକ୍ତିର ଆଉ ଅଲଗା କୌଣସି ବଳ ରହିବ ନାହିଁ। ତୁମକୁ ସେଠାରେ ଯେଉଁ ଫଳ ମିଳେ ତାହା ସେଇ ଦିବ୍ୟ ପରମ ଶକ୍ତିର ଇଚ୍ଛା ଦ୍ୱାରା ହିଁ ମିଳେ। ତୁମର ଶକ୍ତି ଦ୍ୱାରା ଆଦୌ କିଛି ମିଳେ ନାହିଁ। ଏଇ କନସେପ୍ଟଟା ଆମକୁ ବୁଝିବା ପାଇଁ ଭାରି କଷ୍ଟ ଲାଗେ। ଯେ ଆମେ ଯେତେବେଳେ ପ୍ରୟାସ କରୁ, ଆମେ ପ୍ରୟାସ କଲୁ, ଭଗବତ ଦର୍ଶନ କଲୁ, ଆମେ ସେତେବେଳେ କହୁ କଣ ନା ମୋର ପ୍ରଚେଷ୍ଟା ବଳରେ ଭଗବାନ ମତେ ଦେଖାଦେଲେ। ଏଇଠି ମା ଆମକୁ କହୁଛନ୍ତି ଯେ ତୁମେ ପ୍ରୟାସ କଲ, ଯେକୌଣସି ଉପାୟ ଅବଲମ୍ବନ କଲ, କିନ୍ତୁ ଫଳ କଣ କରନ୍ତି ନା ଯେତେବେଳେ ସିଏ କୃପା କରନ୍ତି ସେତେବେଳେ ତାହା ମିଳେ। ଏଇଟାର ଅନେକ ଗୁଡାଏ ଦୃଷ୍ଟିକୋଣ ରହିଛି। ଗୋଟାଏ ଦୃଷ୍ଟିକୋଣ ଆମେ ଜାଣି ରଖିବା ଉଚିତ ଯେ ବେଳେ ବେଳେ ଲୋକ କହନ୍ତି ଯେ ମୁଁ ତ ମୋର ଚେଷ୍ଟା କଲି ଫଳ ପାଇଲି, ଏଥିରେ ଭଗବାନଙ୍କର କଣ କାମ, ବା ମୁଁ ଚେଷ୍ଟା କଲି ଭଗବାନ ମତେ ଫଳ କାହିଁ ଦେବେ ନାହିଁ, ମୋର ଯାହା ଦରକାର ତାହା କାହିଁ କରିବେ ନା, ଓଲଟା କାହିଁ ହବ, ଏମିତି କାହିଁ ହବ। ଆମେ ବେଳେ ବେଳେ ଭଗବାନଙ୍କ ଉପରେ ଅଭିମାନ କରୁ, ରାଗୁ, ବିରକ୍ତ ହଉ। ସେ କେତେ ଲୋକ କଣ କରନ୍ତି, ଭଗବାନ ଚେଞ୍ଜ କରିଦିଅନ୍ତି, ନା ନା ଆଉ ଏ ପ୍ରଭୁଙ୍କୁ ଡାକିବିନି, ଆଉ ଜଣଙ୍କୁ ଡାକିବି। ଆମେ ଯଦି ଗୋଟିଏ ଦୃଷ୍ଟିକୋଣ ଦେଖିବା, ଆଗ ଆମ ନିଜ ପାଖରୁ ଯିବା। ଛୋଟ ପିଲା ଦିଟା ଯେତେବେଳେ ଜରି ପାଇଁ, ରଙ୍ଗୀନ ଜରି ପାଇଁ ମାଡଗୋଳ ଲାଗୁଛନ୍ତି, କିମ୍ବା କହୁଛନ୍ତି ଏଇ ମୋ ପେନସିଲ ସିଏ ନେଇଗଲା, ଆମେ କଣ କହୁଛୁ, ହଉ ହଉ ସେ ନେଇଗଲା, ମୁଁ ତତେ ଆଉ ଗୋଟେ ପେନସିଲ ଆଣି ଦେବି, ବଡଟା ଦେବି, ନୂଆଟା ଦେବି, ସେ ତ ସରି ଯାଇଥିଲା। ତାକୁ ଆମେ ବୁଝେଇ ଦିଅ, ସେ ତା ଭାଇ ବା ସେ ତା ଭଉଣୀ ନେଇଗଲା, ସେଥିରେ ମନ ଦୁଃଖ କରିବା କଥା ନୁହଁ। ଯେତେ ଯାହା ବୁଝେଇଲି ସେ ବୁଝେ ନାହିଁ, ତେଣୁ ଆମେ ତାକୁ, ଆମେ ଜାଣିଛୁ, ବୁଝିଛୁ, ତାକୁ ଆମେ ଏମିତି ବ୍ୟସ୍ତ ବିବ୍ରତ ହେଇକି ନ ନେଇକି ତାକୁ ଆମେ ବୁଝେଇ ଦଉ। ତେବେ ଚେତନାର ଯୋଉ ସ୍ତରରେ ଆମେ ପହଞ୍ଚିଛୁ, ତାଠାରୁ ଆହୁରି ଊର୍ଧ୍ୱତନ ସ୍ତର କେତେ ରହିଛି। ମୋର ଭୂତ ରହିଛି, ମୋର ଭବିଷ୍ୟତ ରହିଛି। ଇଏ ସବୁ ଜିନିଷକୁ ପରମ, ଆମେ କହିବା ମା ଦିବ୍ୟ ଜନନୀ, ସିଏ ନିଜେ ସବୁ ଯାକ ଦେଖୁଛନ୍ତି। ମୋର ସେ ସାମର୍ଥ୍ୟ ନାହିଁ ସବୁ ଯାକ ଦେଖିବାର। ମୋର ଗୋଟେ ସୀମିତ ଦୃଷ୍ଟିକୋଣ ରହିଛି, ମୋର ସୀମିତ ଜ୍ଞାନ ରହିଛି, ମୋର ସୀମିତ ବର୍ଷର ଅନୁଭବ ରହିଛି, ସୀମିତ ତଥ୍ୟଯୁକ୍ତ ଜ୍ଞାନ ରହିଛି। ତାକୁ ନେଇକିରି ମୁଁ ଯୋଉ ଦୃଷ୍ଟିକୋଣରେ ବିଚାର କରୁଛି ଯେ ମତେ ଏଇ ଫଳ ମିଳିବା ଦରକାର, କିନ୍ତୁ ଯେତେବେଳେ ମାଙ୍କୁ ମୁଁ କହିଦେଲି ବା ମା ଯେତେବେଳେ ଦେବେ ଫଳ, ସିଏ କେବଳ ସେଇ ଦୃଷ୍ଟିକୋଣ ନ ଦେଖି ଆମର ସର୍ବାଙ୍ଗୀନ ବିକାଶର କୋଉଟା ମୋ ପାଇଁ ଦରକାର ସେ ତା ଦିଅନ୍ତି। ଆମେ ଯେମିତି ଦେଖନ୍ତି ଯେ ଜର ବେଳେ ପାଟିକୁ ଭଲ ଲାଗେ ନାହିଁ, ତେଣୁ ଆମେ ଖାଆନ୍ତି ନାହିଁ, ଆମ ମା କଣ ଛାଡିଦବ? ଆମକୁ ଯିଏ ବେଶୀ ଭଲ ପାଆନ୍ତି ସେ କଣ ଛାଡିଦେବେ? ସେ ଯେନେ ତେନ ପ୍ରକାର ନା ଜବରଦସ୍ତ କରି ଖୁଆଇବେ, ଖୁଆଇ ସାରିକି ଔଷଧ ଖୁଆଇବେ। ଔଷଧ ପିତା ହଉ କଷା ହଉ ତାକୁ ଖୁଆଇବେ, ଏବଂ ଖାଦ୍ୟ ଖାଇବାକୁ ଇଚ୍ଛା ଥାଉ, ପସନ୍ଦ ଲାଗୁ ଅପସନ୍ଦ ଲାଗୁ, ରୁଚି ଅରୁଚି ଯାହା ହଉ, ଯେମିତି ହେଲେ ସିଏ ଖୁଆଇବେ। ଯେମିତି ହେଲେ ଖୁଆଇକି ଔଷଧ ଖୁଆଇବେ। କାହିଁକି? ସେତେବେଳେ ଆମ ଇଚ୍ଛା ସେ ରଖନ୍ତି ନାହିଁ, ନା ନା ସେତିକି ଥାଉ ମୁଁ ଆଉ ଖାଇବିନି, ଯେତେ କାନ୍ଦିଲେ ବି ସେ ଜବରଦସ୍ତ କରି ଖୁଆନ୍ତି। ସେ ଔଷଧ ଟା ପିତା ଔଷଧ ମୁଁ ଖାଇବି ନାହିଁ, ଫୋପାଡି ଦେଲେ କଣ କରନ୍ତି, ପୁଣି ଆଣି ଔଷଧ ଆଣି ଦିଅନ୍ତି, ଛାଡିବେ ନାହିଁ।
ତେଣୁ ଆମ ପାଇଁ କୋଉଟା ସବୁଠାରୁ ମଙ୍ଗଳ ସିଏ ଆମ ଠାରୁ ବେଶୀ ଜାଣିଛନ୍ତି। ତେଣୁ ଆମ ପାଇଁ କଣ ଦରକାର ସିଏ ତାକୁ ତାହା ଦିଅନ୍ତି। ଆଉ ଗୋଟେ କଥା ହେଲା ଯୋଉଟା ଏଠି ଆଲୋଚନାର ବିଷୟବସ୍ତୁ ରହିଛି ଯେ ମୋର ପ୍ରୟାସ ଅନୁସାରେ ଫଳ ମତେ ଦିଅନ୍ତି। ସେ କହୁଛନ୍ତି ସିଏ ଫଳ ଯାହା ଦେବେ ତାଙ୍କ ଅନୁସାରେ ଦେବେ, ତୁମ ଶକ୍ତି ଅନୁସାରେ କିଛି। ଏଇଠି ସେଇ ଯୋଉ ଏକ୍ଜାମ୍ପଲ ଟେ ପୁରୁଣା ଏକ୍ଜାମ୍ପଲ ପଛେ ହେଲେ କିନ୍ତୁ ଆମେ ଖାଲି ଜଷ୍ଟ ଟିକେ ଟଚ୍ କରି ଯିବା। ଗୋଟିଏ ପିଲାଟିଏ ସିଏ ପ୍ରୟାସ କରୁଛି ଗୋଟେ ମୋଟର ସାଇକେଲ ଟେ କିଣିବ। ତେଣୁ ସିଏ କଣ କରୁଛି ନା ତାକୁ ଯାହା 50 ଟଙ୍କା 100 ଟଙ୍କା ଯୋଉଠୁ ଯାହା ମିଳୁଛି, କେତେବେଳେ ବନ୍ଧୁବାନ୍ଧବ ଆସିଲେ ଦଉଛନ୍ତି, ତାର ପକେଟ ଖର୍ଚ୍ଚ ପାଇଁ ଯୋଉ ଦିଆ ହଉଛି ସେଇ ଖର୍ଚ୍ଚକୁ ସେ ବଞ୍ଚେଇକି ରଖୁଛି ମୋଟର ସାଇକେଲ କିଣିବ ବୋଲି। ରଖି 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 ସେ କଣ ଲକ୍ଷେ ରଖିଦବ ଯେ ମୋଟର ସାଇକେଲ ଟେ କିଣିବ? ସେତେବେଳକୁ ସିଏ ମୋଟର ମାନେ କେତେ ବର୍ଷ ହେଇଯାଇଥିବ। ମା ଯେତେବେଳେ ବା ଘରେ ବାପା ମା ଯେତେବେଳେ ଦେଖୁଛନ୍ତି ଆରେ ଯୋଉ ପିଲାଟା ଦିନ ତମାମ ସବୁବେଳେ ଯାହା ପାଇଲେ ପଇସା ପାଇଲେ ଖର୍ଚ୍ଚ କରିଦଉଥିଲା ସିଏ କଣ ଆଜିକାଲି ସଞ୍ଚୟ କଲାଣି, କଣ ହେଇଛି? ବୁଝିଲା ବେଳକୁ କଣ ନା ତାର ଗୋଟେ ମୋଟର ସାଇକେଲ ଦରକାର। ତେଣୁ ସିଏ କଣ କରୁଛି ସଞ୍ଚୟ କରୁଛି। ତେଣୁ ତା ଟଙ୍କାରେ ମୋଟର ସାଇକେଲ ହେଇପାରିବ ନାହିଁ। ହେଇ ହେଇକିରି କେତେ ହଜାର ଟଙ୍କା ହବ। 10,000 ହେଇ 10,000 ହେଲେ ବି ବହୁତ ହେଇଗଲା। ତେଣୁ ମା ବାପା ସେଠି ଦେଖିଲେ ଯେ ତାର ଆବଶ୍ୟକତା ରହିଛି। ହଁ ବାପା ସେଠି ଦେଖିବେ କଣ ତାର ଆବଶ୍ୟକତା ରହିଛି କି ନାହିଁ। ସେ ଖାଲି ମୋଟର ସାଇକେଲ କିଣିବା ପାଇଁ ରଖିଦେଲା ବୋଲି କଣ ବାପା ମୋଟର ସାଇକେଲ ଆଣି ଦେଇଦେବେ? ନାଇଁ ତାର ବୟସ କେତେ ହେଲାଣି? ହଁ ତାକୁ 18 ଟପି ଗଲାଣି। ଏବେ ସେ ଲାଇସେନ୍ସ କରିପାରିବ। ପଇସା ବର୍ତ୍ତମାନ କେତେ ହେଇଛି? ଓହୋ ମାତ୍ର 10,000 ହେଇଛି। ହଉ ଠିକ ଅଛି ସେ କୁମ୍ପିଟାକୁ ନେଇଯିବେ, ଭାଙ୍ଗିଦେବେ, 10,000 ନେଇଯିବେ। ତା ସହିତ 90,000 ନିଜେ ମିଶେଇବେ। ମିଶେଇକି ଲକ୍ଷେ ଟଙ୍କାର ଗାଡି ଆଣିବେ। ତା ସହିତ ତମକୁ ନେଇକିରି ଶିଖେଇକିରି ଲାଇସେନ୍ସ କରାଇ ଆଣିବେ। ସବୁ କରେଇକି ତମକୁ ଗାଡି ଦେବେ, ଶିଖେଇ ଦେବେ, ତାପରେ ଆଣିକି ଛାଡିବେ। ଦେଖନ୍ତୁ ଆମେ ପ୍ରୟାସ କରୁଥିଲେ ପ୍ରୟାସ କରି କରି 10,000 ଟଙ୍କା ରଖିଛନ୍ତି। କିନ୍ତୁ ସିଏ ଅପେକ୍ଷା କରିଛନ୍ତି ମତେ 18 ବର୍ଷ ହେଇଛି କି ନାଇଁ। ସିଏ 10,000 ବଦଳରେ ସିଏ କେତେ ଦେଲେଣି 90,000 ଦେଲେଣି। ଖାଲି 90,000 ଦେଇନାହାନ୍ତି। ତାପରେ ମତେ ନେଇକିରି ଲାଇସେନ୍ସ କରେଇଛନ୍ତି। ଲାଇସେନ୍ସ କରିବା ପୂର୍ବରୁ ମତେ ଶିଖେଇଛନ୍ତି। ଏଇଟା କଣ ମୁଁ ଯେତେବେଳେ ସଞ୍ଚୟ କରୁଥିଲି ତାର ପରିଣାମରେ ମୁଁ ଶିଖି ଯାଇ ପାରିଥାନ୍ତି କି? ଗାଡି ଟା ଚଲେଇ ପାରିଥାନ୍ତି କି? ଏଇ ଯୋଉ ଆମେ ଏଇଟା ଗୋଟେ ଛୋଟିଆ ଏକ୍ଜାମ୍ପଲରେ ଆମେ କଥା ହଉଛେ। କିନ୍ତୁ ମାଙ୍କ କ୍ଷେତ୍ରରେ ଆହୁରି କେତେ କଥା। ତେଣୁ ଆମେ ଆମ ଶକ୍ତି ଅନୁସାରେ ଗାଡି ମିଳିନାହିଁ। ଗାଡି ମିଳିଛି କାହିଁକି ନା ବାପା ଦେଖିଲେ ମୋର ବୟସ ହେଇଗଲାଣି, ମୋର ଗାଡିର ଆବଶ୍ୟକତା ରହିଛି ତେଣୁ ଦେଲେ। ଆବଶ୍ୟକତା ଯଦି ନଥବ ବି ଦେବେ ନାହିଁ। ବୟସ ଯଦି ହେଇନାହିଁ ବି ଦେବେ ନାହିଁ। ନ ଶିଖେଇଥିଲେ ଦେବେ ନାହିଁ। ଆଗ ଶିଖେଇବେ, ଲାଇସେନ୍ସ କରାଇବେ, ଏ ସବୁ ଯୋଉ କାର୍ଯ୍ୟ କରଉଛନ୍ତି ସେଇଭଳି ଭାବରେ। ତେଣୁ ଆମେ ମନେ ରଖିବା ଆମେ ଯୋଉ ପ୍ରୟାସ କରୁ ବୃଥା ଗର୍ବ କେବେ କରିବାନି। ଆମେ ଯୋଉ ଜ୍ଞାନ ହାସଲ କରୁଛେ, ଆମ ଭିତରେ ଯୋଉ ସାମର୍ଥ୍ୟ ଆସୁଛି ସେଇଟା ଆମ ଯୋଗୁ ଆସିଛି ବୋଲି, ଆମର ପ୍ରୟାସ ଯୋଗୁ ଆସିଛି ବୋଲି। ଯେତେବେଳେ ମା ଆବଶ୍ୟକ ମନେ କରିଛନ୍ତି ତାହା ମୋ ଭିତରେ ପ୍ରକାଶ କରାଇଛନ୍ତି ସିଏ। ହଁ ମୁଁ ଗ୍ରହଣଶୀଳ ଥିଲି, ମୁଁ ଆସ୍ପୃହା କରିବାକୁ କରିଛି, ମୁଁ ଚେଷ୍ଟା କରିଛି ମା ମୋ ଭିତରେ ଯାହା ଦେବେ ତାକୁ ମୁଁ କିପରି କାର୍ଯ୍ୟରେ ପରିଣତ କରିବି ମୁଁ ଆସ୍ପୃହା କରିଛି, ଚେଷ୍ଟା କରୁଛି, ତାର ପରିଣାମ ଅଛି। କିନ୍ତୁ ତାର ସେଇ ଅନୁସାରେ ଆମକୁ ମିଳେ ନାହିଁ। ତୁମର ଶକ୍ତି ଦ୍ଵାରା ଆଦୌ କିଛି ମିଳେ ନାହିଁ। ଏଇ ସବୁ କଥା ପରମ ଦିବ୍ୟ ସତ୍ତାଙ୍କ ପାଖରେ ଯାଇ ମାଗିବା ଉଚିତ ହେବ କି ନାହିଁ ବୋଲି ତୁମେ ପ୍ରଶ୍ନ ପଚାରିଛ। ମା କହୁଛନ୍ତି ତମେ ପଚାରିଛ ଏଇ କଥା ତ ଯେ ପରମ ଦିବ୍ୟ ସତ୍ତାଙ୍କୁ ଏକଥା ମାଗିବ କି ନାହିଁ। ତାପରେ କହୁଛନ୍ତି କୌଣସି ଏକ ନୈତିକ ଦୋଷର ଦୂରୀକରଣ ନିମନ୍ତେ ପରମ ଦିବ୍ୟସତ୍ତାଙ୍କର ଶରଣାପନ୍ନ ହେବାରେ ଯେପରି କୌଣସି କ୍ଷତି ନାହିଁ, ଶାରୀରିକ କୌଣସି ଏକ ଅପୂର୍ଣ୍ଣତାର ନିରାକରଣ ସକାଶେ ମଧ୍ୟ ତାଙ୍କର ଶରଣାପନ୍ନ ହେବାରେ ଆଦୌ ସେପରି କୌଣସି କ୍ଷତି ନାହିଁ। ଆମେ ଆମର ଚରିତ୍ରଟି ପରିବର୍ତ୍ତନ କରିଦିଅ, ମତେ ଭଲ କରିଦିଅ, ଇତ୍ୟାଦି ଇତ୍ୟାଦି ଆମେ ଯଦି ମାଗୁଛେ, ସେଭଳି ଶରୀର ଯଦି ଅସୁସ୍ଥ ରହିଛି ତେବେ ତାଙ୍କର ଶରଣାପନ୍ନ ହେଇକରି ଶରୀରର ଆରୋଗ୍ୟ ପାଇଁ ତୁମେ କାମନା କରିପାର। ତୁମେ ତାଙ୍କର ଶରଣାପନ୍ନ ହେଇଯାଇପାର। ତାପରେ କହୁଛନ୍ତି ତୁମେ ତାଙ୍କ ଠାରୁ ଯାହା କିଛି ମାଗନା କାହିଁକି ଅଥବା ସେଥିଲାଗି ତୁମେ ଯାହା କିଛି ଚେଷ୍ଟା କର ନା କାହିଁକି
ଆପଣାର ସର୍ବୋତ୍ତମ ଚେଷ୍ଟାଟି କରୁଥିବା ସମୟରେ ସର୍ବୋତ୍ତମ ଚେଷ୍ଟା କରୁଥିବା ସମୟରେ ଆପଣାର ଜ୍ଞାନ ତଥା ଶକ୍ତିକୁ ଆଣି କାମରେ ଲଗାଉଥିବା ସମୟରେ ତୁମକୁ ଅବଶ୍ୟ ଏହିପରି ଅନୁଭବ କରିବାକୁ ପଡିବ ଯେ କେବଳ ସେହି ଭଗବତ ପରମ କରୁଣା ଉପରେ ହିଁ ଯାହା କିଛି ଫଳ ନିର୍ଭର କରିବ। ତୁମେ ଯେତେ ଚେଷ୍ଟା କରୁଥାଅ ଏଇଟା ତୁମେ ଜାଣି ରଖିବା ଉଚିତ, ନିଶ୍ଚିତ ହବା ଉଚିତ ଯେ ପରମ ଦିବ୍ୟ ସତ୍ତାଙ୍କର ତ ମୁଁ ସର୍ବୋତ୍ତମ ପ୍ରଚେଷ୍ଟା କରିଛି, କିନ୍ତୁ ପରମ ଦିବ୍ୟ ସତ୍ତା ବା ପରମ ଭାଗବତ ପରମ କରୁଣା ସିଏ ଯେତେବେଳେ କରୁଣା କରିବେ, ସିଏ ଯେତେବେଳେ କୃପା କରିବେ, ତେବେ ତାର ଫଳ ମତେ ପ୍ରାପ୍ତ ହେବ। ଥରେ ଯେପରି ଯୋଗ ମାର୍ଗକୁ ନିଜର ମାର୍ଗ ବୋଲି ଗ୍ରହଣ କରିନେଲେ, ତାପରେ ତୁମେ ଯାହା କିଛି କରିବ ତାହାକୁ ଏକ ପରିପୂର୍ଣ୍ଣ ସମର୍ପଣର ଅନ୍ତର୍ଭାବ ଦ୍ୱାରା ହିଁ କରିବାକୁ ପଡିବ। ଏଇଟା ଗୋଟେ ବିରାଟ ଲାଇନ। ଆମର ଜୀବନରେ ବା ସାଧନା କ୍ଷେତ୍ରରେ ଉତ୍ଥାନ ପତନ ରହିଥାଏ। ତାର କାରଣ ହେଉଛି ଆମେ ଯୋଉ ମୁହୂର୍ତ୍ତରେ ଗୋଟେ ତୀବ୍ର ଆସ୍ପୃହ ଅନୁଭବ କରିକିରି ସାଧନା କରିବା ପାଇଁ ମନସ୍ଥ କଲେ ଏବଂ ଆଶ୍ରମରେ ରହିଲେ ବା ଯୋଉଠି ରହିଛନ୍ତି ଗୃହସ୍ଥ ଭାବରେ ରହି ଆଶ୍ରମରେ ରହିଲା ଭଳି ଆଶ୍ରମବାସୀ ଭଳି ଆମେ ଜୀବନ ଯାପନ କରିବା ପାଇଁ ସଂକଳ୍ପ କଲେ, ତାପରେ କିଛି ବର୍ଷ ପରେ ଆମ ଭିତରେ ଭଟ୍ଟା ପଡିଯାଏ। ଭଟ୍ଟା ବୁଝି ଜୁଆର ହୁଏ, ଫୁଲି ଆସେ, ଭଟ୍ଟା ପଡେ, ପୁଣି ଫେରିଯାଏ। ତେଣୁ ଆମ ଭିତରେ ବେଳେ ବେଳେ ଭଟ୍ଟା ପଡିଯାଏ। ସେତେବେଳେ ଆମେ ଏଗୁଡାକ ସବୁ ଭୁଲି ଯାଉ, ଅନ୍ତର୍ହିତ ହେଇଯାଉ। କିନ୍ତୁ ସେଥିପାଇଁ ମା ଆମକୁ କହୁଛନ୍ତି, ତୁମେ ଯଦି ଯୋଗ ମାର୍ଗରେ ଆସିଲ, ଗ୍ରହଣ କରିନେଲ, ଯୋଗ ମାର୍ଗକୁ ଗ୍ରହଣ କରିନେଲ, ତାହେଲେ ତୁମର ପରିପୂର୍ଣ୍ଣ ସମର୍ପଣର ଅନ୍ତର ଭାବରେ ନିରନ୍ତର ତୁମକୁ ଲାଗି ରହିବାକୁ ପଡିବ। ସେଇ କ୍ଷେତ୍ରରେ ତୁମର ଦୃଷ୍ଟିକୋଣଟି ଠିକ ଏହିପରି ହୋଇ ରହିଥିବ। କଣ ରଖିଥିବ ମା କହୁଛନ୍ତି, କେମିତି ରଖିବ? ସେଇ ସମୟରେ ଆମର ଦୃଷ୍ଟିକୋଣ କୋଉଭଳିଆ ରହିବ? ମୁଁ ଅଭିପ୍ସା ରଖିଛି, ମୋର ଅପୂର୍ଣ୍ଣତା ଗୁଡିକର ନିରାକରଣ ଲାଗି ମୁଁ ପ୍ରାଣପଣେ ଚେଷ୍ଟା କରୁଛି। ମୋର ଯତ୍ପର ନାସ୍ତି, ଯାହା କରିବା କଥା ମୁଁ ଅବଶ୍ୟ କରୁଛି। ମାତ୍ର ଏହା ଦ୍ୱାରା ମୁଁ କଣ ସବୁ ଫଳ ପାଇବି କି ନ ପାଇବି? କଣ କହୁଛନ୍ତି? ମୁଁ ସବୁ ଫଳ ପାଇବି ବା ଫଳ ନ ପାଇବି, ସେଥିଲାଗି ମୁଁ ନିଜକୁ ସେଇ ପରମ ଦିବ୍ୟ ସତ୍ତାଙ୍କ ହାତରେ ହିଁ ସମର୍ପିତ କରି ରଖିଛି। ସେତେବେଳେ କୌଣସି ଦାବି କରିବେ ନାହିଁ, କୌଣସି ଦାବି କରିବେ ନାହିଁ। ଯେମିତି ମା ବହିରେ କହିଲେ ଯେ ତୁମେ ଶକ୍ତିକୁ ଟାଣି ଆଣିକି ତୁମ ପାଇଁ ବ୍ୟବହାର କର ନାହିଁ, କର ନାହିଁ। କଲେ ତୁମେ ତାର ବିଫଳତା ଭୋଗ କରିବାକୁ ପ୍ରସ୍ତୁତ ହବ। ଏଠି କଣ ହଉଛି? ଏଥିପାଇଁ କହୁଛନ୍ତି ତୁମେ ତୁମର ସର୍ବୋତ୍ତମ ଚେଷ୍ଟା କର, ଅଭିପ୍ସା ରଖ, କିନ୍ତୁ କାମ ସିଏ କରିବେ। ତାଙ୍କ ହାତରେ ମୁଁ ଛାଡି ଦେଇଛି। ସିଏ ଚାହିଁଲେ ମତେ କରିପାରନ୍ତି, ଚାହିଁଲେ ମତେ ନ କରିପାରନ୍ତି, ଚାହିଁଲେ ମତେ ଦେଇପାରନ୍ତି, ଚାହିଁଲେ ମତେ ନ ଦେଇ ପାରନ୍ତି, ଯାହା ତାଙ୍କ ଇଚ୍ଛା। ତେଣୁ ଆମେ ସେଇ ଅନୁସାରେ ନିଜକୁ ପ୍ରଚେଷ୍ଟା ବା ଚେଷ୍ଟା କରିବା ବେଳେ ଯଦି କିଛି ପ୍ରାପ୍ତ କରୁଛନ୍ତି, ପ୍ରଥମ କଥା ହେଲା ଚେଷ୍ଟାରେ ସର୍ବୋତ୍ତମ ପ୍ରଚେଷ୍ଟା ଲାଗିବା। ଦ୍ୱିତୀୟ କଥା ହେଲା ଚେଷ୍ଟା ଫଳରେ ଯାହା ବି ପ୍ରାପ୍ତ ହେବା, କେବେ ବି ଗର୍ବ ଅନୁଭବ କରିବା ନାହିଁ ଯେ ମୋ ଚେଷ୍ଟା ଯୋଗୁଁ ଏଗୁଡାକ ମୁଁ ପାଇଛି। ଯେ ପର୍ଯ୍ୟନ୍ତ ପରମ ଭାଗବତ କରୁଣା ନିଜେ କରୁଣା କରିନାହାନ୍ତି, କୃପା ଢାଳି ନାହାନ୍ତି, ସେ ପର୍ଯ୍ୟନ୍ତ ଆମେ ତାକୁ ଧାରଣ କରିବାର ସମର୍ଥ ହେଇପାରିବା ନାହିଁ, ପ୍ରକାଶ କରିପାରିବାର ସମର୍ଥ ହେଇପାରିବା ନାହିଁ। ତେଣୁ ତାଙ୍କ ପାଖରେ ମୁଁ ସମର୍ପିତ କରିଦେଇଛି, ସିଏ ତାଙ୍କର ଯାହା କରିବେ। ଏଇ ମନୋଭାବ ସହିତ ଆମକୁ ସବୁବେଳେ ଚାଲିବାକୁ ପଡିବ। ଏବଂ ଆଉ ସେଠି ସ୍ପଷ୍ଟ ବି କରିଦେଲେ ତୁମ ଶରୀରର ଅପୂର୍ଣ୍ଣତା ପାଇଁ ବା ଅସୁସ୍ଥତା ପାଇଁ ତମେ ତାଙ୍କର ଶରଣାପନ୍ନ ହୋଇପାରିବ। ମା ଆସନ୍ତା କାଲି ଆମେ ପଢିବା ନୀରବ ଧ୍ୟାନରେ ମଗ୍ନ ହେଲା ବେଳେ କଣ କଣ ଘଟେ। ବଢିଆ ବଢିଆ ପଏଣ୍ଟସ ଗୁଡା ସବୁ ରହିଛି। କେତେ ଗୁଡେ କଥା ଆମେ ଜାଣିନଥିବା, ବହୁତ କଥା ଗୁଡିକ ଜାଣିଥିଲେ ବି ଭୁଲି ଯାଇଥିବା, ତାକୁ ବାରମ୍ବାର ବାରମ୍ବାର ଆମେ ପଢିକରି ଆଗେଇ ଚାଲିବା। ମାଙ୍କ ପାଖରେ ଆବାହନ କରିବା। ମା, thank you all, Robert.